हेलो व्यूअर्स पुणी एक नुआ ब्लॉग को आपण मान स्वागत। आज हूँ रज संक्रांति आ रज संक्रांति आम आज कौन कौन करूँ आपण मान देखू। प्रथमे माँ तो नहीं मत पूजा करने पड़ो, पूजा सारीदबा तापर मंदिर जावा। आज संक्रांति जेहेतु आ शनिवार भी आ मंदिर जावा। मंदिर आसला आज कौन कौन सब पिठा हो शेष रज आ कौन कौन सब आज हो बिना पियाज रसुण खाइबा पड़ो। आज संक्रांति जेहेतु से बिना पियाज रसुण तरकारी पत्र सब हम आ मंदिर आज प्रसाद दिन में पलि आस किंतु राति आज प्रस्तुत करा पड़ो। आली शेष रज आज पिठापणा सब प्रस्तुत कर रखा पड़ो। तेबे चलतु आगे पूजा सारीदबा तापर आम करवा पिठापणा आति रोसे। एबे देखो मु गैस रे कड़े बसई देती क्षीर पोड़ा पिठा बसैयापी टिके गुआ घी देदेबा। अल्प गुआ घी देवे बेसी देवेनि ना ऊपर को उठी आसो। घीटा को टिके स्प्रेड करदेबा चारि। घी तातीगला मुझे क्षीर पोड़पिठा जंती रखी चाउल क्षीर ताकू मुझे दे पानी हाथ होगी भल भाव चटके दबा। चारिआडे सामान करदबा। सीम आंचरे सब क्षीर पोड़ पिठाटा करेंगे। जमा आंच बेसी देवेनि ना पोड़ी जीव तल ऊपर कंचा रहा। सीम आंचरे कले पिठाटा पूरा परफेक्ट हम। घी मु बेसी दे नी से ऊपर को उठिनी जी आवश्यकता घी बेसी देवेनि कारण नॉनस्टिक कढ़ईटा घी बेसी देले ऊपर को उठी जाए। चारिआडे सामान हो गला आम ढाकुणी देदेबा सीझापी छाड़देबा। अधघंटे भितर आम क्षीर पोड़ पिठा रेडी हो। एबे बिरी पोड़ पिठा बनैबा। बिरी पोड़ पिठा बनैबा आगु आम बिरी आणरे टिके इनो पकईदेबा। इनो पकईले भल भाव फुली जीवो। सांगे सांगे इनो पकईबे आउे गोले देकी बसईदेबे। इनो पकईकी जमा भी रखिबेनी। गोटे छोट चामच रे चामचे इनो पकईबा। भल भाव फेंटी देबा। मुझे चाउल नहीं दुई डब्बा 250 ग्राम डब्बार 2 डब्बा नहीं से अनुसार बिरी भी अधा अधा नहीं। चाउल बिरी अधा ने पोड़ पिठाटा बहुत टेस्ट हम और स्पंजी हम। फेंटी देती बसई ओभान बसैबी। ओभान बसैया मुझे कदली पत्र को नहीं काटिकी देदेबा। टिके तेल मारदेबा। साइड पत्र देदेबा। पोड़ पिठार कदली पत्र बास्ना बहुत निरा। कदली पत्र देकी कले तार बास्ना भल आसे। आम आण को दबा। फैनटा घुरुला से भल भाव आण को दबा। बिरियानी सांगे सांगे इनो गड़े देवे देखिए बहुत स्पंजी हम पिठाटा।
ଏତିକି ଆଣ ଦେଇଦେବା। ତାପରେ ଆମେ ପୁରକୁ ଦେବା। ଯେଉଁ ନଡ଼ିଆ ଛେନା ପୁର କରି ରଖିଥିଲି ତାକୁ ଦେଇଦେବା। ଭଲ ଭାବରେ ପୁର ଦେବା, ଟିକେ ଅଧିକ ପୁର ଦେବା, ତାର ଟେଷ୍ଟ ଭଲ ଆସିବ। ବେଶୀ ପୁର ଦେଲେ ପିଲାମାନେ ତ ସମସ୍ତେ ପୁର ଦିଆ ପିଠା ବେଶୀ ଭଲ ପାଆନ୍ତି, ଆଉ ସେଥିପାଇଁ ଟିକେ ଅଧିକ ପୁର ଦେଲେ ଚାରିଆଡ଼େ ଖେଳେଇ ଦେବା ପୁର। ଏବେ ପୁର ଦେଖନ୍ତୁ ଭଲ ଭାବରେ ଦେଇଦେଇଛି। ସେଥିରେ ଆଣ ଦେଇଦେବା। ଆଣକୁ ଚାରିଆଡ଼େ ଏମିତି ଖେଳେଇକି ଦେବେ। ଏତିକି ଆଣ ଦେବା, ବେଶୀ ଦେବାନି, ବେଶୀ ଦେଲେ ଉତରି ପଡ଼ିବ। ଯେତିକି ଆମର ଓଭାନରେ ଲିଷ୍ଟ ଯେତିକି ବଡ଼ ସେତିକି ବଡ଼ ଦେବା, ବେଶୀ ଦେଲେ ଉତରି ପଡ଼ିବ। ଏବେ ଆମେ ଓଭାନରେ ବସାଇଦେବା। ଦେଖନ୍ତୁ କେତେ ବଢ଼ିଆ ହେଇଛି ଆମର। କେତେ ସୁନ୍ଦର ଭାବରେ ହେଇଯାଇଛି। ଏବେ ଆମେ ମ୍ୟାଙ୍ଗୋ ଫ୍ଲେଭର କାକରା ଗଢ଼ିବା। ଦେଖନ୍ତୁ ହାତରେ ଟିକେ ଗୋଟେ ଗୁଳା ନେଇଯିବା, ତାକୁ ଆମେ ଦୁଇ ଭାଗ କରିଦେବା। ହାତରେ ପାଣି ହାତରେ ସବୁବେଳେ କାକରା ଗଢ଼ିବେ, ନହେଲେ ଘି ହାତରେ ବି ଗଢ଼ି ହେବ। ଟିକେ ନେଇଯିବା ଏମିତି। ଏବେ ଆଉ ଗୋଟେ ସେମିତି ଗଢ଼ିଦେବା। ଏବେ ଆମେ ପୁର ଦେବା। ଦୁଇ ଫଳିଆ ବଳିଛି, ତାପରେ ତା ଦେଇଦେବା। ଦେଇକି ଏମିତି ସାଇଡ଼୍ରେ ଚାପିଦେବା। ବରା ଇଟିଲି ଖାଏ। କାକରା ହେଇଗଲା ଆମର। ଏହିପରି ଭାବରେ ଆମେ ସବୁ କାକରା ଗୁଡ଼ିକୁ ଗଢ଼ିଦେବା। ଏବେ ଦେଖନ୍ତୁ ଆମର ଆମ୍ବ ଫ୍ଲେଭର କାକରା ପ୍ରସ୍ତୁତ ହୋଇଗଲାଣି। ଏପରି ଭାବରେ ଲାଲ ହେଇଥିବ। ଦେଖନ୍ତୁ ଶେଷ ରଜ ପାଇଁ ଏଇସବୁ ପିଠା ହେଇଛି। ପୋଡ଼ ପିଠା, ତା ସାଙ୍ଗରେ ଆମ୍ବ ଫ୍ଲେଭର କାକରା, କ୍ଷୀର ପୋଡ଼ ପିଠା, ଆଉ ତା ସାଙ୍ଗରେ ଦହିବରା। ଆପଣଙ୍କୁ କେଉଁ ପିଠା ଭଲ ଲାଗିବ ଆପଣମାନେ ନିଶ୍ଚିନ୍ତ କମେଣ୍ଟ କରି ଜଣାଇବେ। ଦେଖନ୍ତୁ କେତେ ସୁନ୍ଦର ହେଇଛି ଆମର ପିଠା। ଏବେ ଦେଖନ୍ତୁ ପୁଅ ଗାଧୋଇ ପାଧୋଇ ଆସିଲା, ପିଠା ଖାଉଛି, ଆଉ ତା ସାଙ୍ଗମାନେ ଡାକିଲେଣି ସେ ବୁଲିଯିବ। ଶେଷ ରଜ ସେଥିପାଇଁ ଟିକେ ବୁଲି ଆସିବ। କାଲିଠୁ ତ ସ୍କୁଲ ଖୋଲିଯିବ। ସ୍କୁଲ ପାଠପଢ଼ା ଜୋର ଏବେ ଚାଲିବ, ଆଉ କୁଆଡ଼େ ବୁଲିବାର ନାହିଁ। ଏବେ ମେଟ୍ରିକ୍ ପରୀକ୍ଷା ତୋର ବନ୍ଧୁବାନ୍ଧବ ଚନ୍ଦ୍ର ପାଖ ପ୍ରସାଦ ମଗାଇଥିଲା। ଏବେ ଦେଖନ୍ତୁ ପ୍ରସାଦ ଦେଇଦେଲେଣି। ଆଜି ବହୁତ ଶୀଘ୍ର ପ୍ରସାଦ ଦେଇଛନ୍ତି, ଆଉ ବହୁତ ଗୁଡ଼ିଏ ପ୍ରସାଦ ଦେଇଛନ୍ତି। ଘରେ ତ କେହି ନାହାନ୍ତି, ବାପା ଆମେ 2 ଜଣ, ପୁଅ 2 ଜଣ, ଆଉ ଏତେ ଗୁଡ଼ିଏ ପ୍ରସାଦ ତ ଖାଇପାରିବୁନି। ଭାବୁଛି ଆଜି ରଜରେ ସମସ୍ତଙ୍କୁ ପ୍ରସାଦ ଦେଇଦେବା, ପାଖ ପଡ଼ିଶା ଲୋକଙ୍କୁ।
ଆଉ ଆମେ ପ୍ରସାଦ ରଖିବାନି, ଏତେ ରଖିଲେ ଖାଇ ହେବନି। ଆଜି ବି ସହଜ ଲାଇନ୍ ନାହିଁ, ପ୍ରବଳ ଗରମ ହେଉଛି, ଇନଭେଟରରେ ଚାର୍ଜ ବି ସରିଯାଇଛି। ଆଉ ସମସ୍ତେ ତ ରଜରେ ମଜା କରୁଛନ୍ତି, ଆମେ କିନ୍ତୁ ଗରମରେ ଏଠି ସଢ଼ୁଛୁ। ଏବେ ବାପାଙ୍କ ପାଇଁ ବାଡ଼ି ଦେଉଛି, ଆଉ ପୁଅ ପାଇଁ ବାଡ଼ି ଦେଉଛି, ଖାଇବେ ଆଉ। ପୁଅ ପାଇଁ ବଢ଼ା ହେଇଛି, ପୁଅ ତ ଦହିବରା ତାର ଭାତରେ ନିଶ୍ଚିନ୍ତ ଖାଇବ ଆଉ, ଦହିବରା ପ୍ରିୟ। ଆଜି ତ ଶେଷ ରଜ, ଟିକେ କାଳୀଙ୍କୁ ଦର୍ଶନ କରିବା ପାଇଁ ମୁଁ ଯାଉଛି। ଦେଖନ୍ତୁ କାଳୀ ମନ୍ଦିର, ଏଇଟା କେତେ ସୁନ୍ଦର ସଜା ହେଇଛି। କାଳୀ ମନ୍ଦିରରେ ଯଜ୍ଞ କଲୁ। ଆଉ ଆଜି ହେଲା ବସୁମତୀ ଗାଧୁଆ। ଆଉ ବସୁମତୀକୁ ଆମେ ହଳଦୀ ପାଣିରେ ଗାଧେଇ ଦେଇ ସିନ୍ଦୁର କଳା କଜଳ ଲଗେଇ ଦେଲା ପରେ ଆମେ ତାଙ୍କୁ ଆଳତି କରିବା। ତେବେ ଚାଲନ୍ତୁ ବସୁମତୀ ଗାଧେଇ ଦେବା। ବସୁମତୀକୁ ସ୍ନାନ କରିବା ପୂର୍ବରୁ ଆଗେ ଗୋବର ପାଣିରେ ଦାଣ୍ଡକୁ ଭଲ ଭାବରେ ଧୋଇଦେବା, ତାପରେ ପିଢ଼ା ରଖିବା। ଏବେ ଦେଖନ୍ତୁ ମୁଁ ଗୋଟେ ନୂଆ ଶାଢ଼ୀ ରଖିଲି। ତାପରେ ଆମେ ଶିଳ ପୁଅକୁ ରଖିବା, କାରଣ ଶିଳରେ 3 ଦିନ ଯାକ ବଟା ହେଇନଥାଏ। ଯାହାର ଚୁଲି ଥାଏ ବି ସେ ଚୁଲିରେ ଲାଗିନଥାଏ, ସେଥିପାଇଁ ଶିଳ ଆଉ ଚୁଲିକି ପୂଜା କରାଯାଏ। ଏବେ ଆମେ ହଳଦୀ ପାଣିରେ ଟିକେ ବସୁମତୀ ମାତାଙ୍କୁ ଟିକେ ଗାଧେଇ ଦେବା। ହଳଦୀ ପାଣିରେ ଆମେ ସ୍ନାନ କରିଦେବା। ତାପରେ ଟିକେ ହଳଦୀ ଦେଇ ଆମ ମଥାରେ ସିନ୍ଦୁର କଳା ଲଗାଇଦେବା। ଏବେ ସିନ୍ଦୁର ଲଗାଇଦେବା, ତାପରେ କଳା ଲଗାଇଦେବା, ତାପରେ ଫୁଲ ଚନ୍ଦନ ଦେଇ ଆମେ ଆଳତି କରିବା। ଧୂପ ଦୀପ ଝୁଣାରେ ତାଙ୍କୁ ଆଳତି କରିବା। ଆଳତି କରିସାରିଲା ପରେ ଆମର ପଣା ଦେଇଦେବା। ପଣା ଦେଇସାରିଲେ ଆମର ପୂଜା ସମାପ୍ତ ହୋଇଯିବ। ଦେଖନ୍ତୁ ସମସ୍ତଙ୍କ ଦୁଆରେ ବସୁମତୀ ସ୍ନାନ ହେଇଛି। ସମସ୍ତେ ବସୁମତୀ ମାତାକୁ ଗାଧୋଇ ଦେଇଛନ୍ତି। ଆମର ଏଇ ଶେଷ ରଜ ଆଉ ବସୁମତୀ ଗାଧୁଆର ସ୍ନାନ ଆପଣମାନଙ୍କୁ କିପରି ଲାଗିଲା ଆପଣମାନେ ନିଶ୍ଚିନ୍ତ କମେଣ୍ଟ କରି ଜଣାଇବେ। ଆମ ଚ୍ୟାନେଲକୁ ନୂଆ ଦେଖୁଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ଆଉ ବେଲ୍ ବଟନକୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି। ଆଜି ପାଇଁ ଏତିକିରେ ରହିଲୁ, ପୁଣି ଏକ ନୂଆ ଭିଡ଼ିଓ ନେଇ ଆପଣଙ୍କ ପାଖକୁ ଆସିବୁ। ସେ ପର୍ଯ୍ୟନ୍ତ ନମସ୍କାର, ଜୟ ଜଗନ୍ନାଥ।